ପୁତ୍ର ବିୟୋଗରେ ଛଟପଟ ହେଉଥିବା ଗାନ୍ଧାରୀ ଯେତେବେଳେ କୃଷ୍ଣଙ୍କୁ ଅଭିଶାପ ଦେବାକୁ ଯାଉଥିଲେ, ସେତେବେଳେ କୃଷ୍ଣ ଗାନ୍ଧାରୀଙ୍କୁ କହିଲେ, ମାତା, ମୁଁ ଶୋକ, ମୋହ, ପୀଡ଼ାରୁ ବହୁତ ଉର୍ଦ୍ଧ୍ୱରେ। ନା ଜୟରେ ନା ପରାଜୟରେ, ନା ସମ୍ମାନରେ ନା ଅପମାନରେ, ନା ଜୀବନରେ ନା ମୃତ୍ୟୁରେ, ନା ସତ୍ୟରେ ନା ମିଥ୍ୟାରେ ମୁଁ କାହାରି ବନ୍ଧନରେ ବନ୍ଧା ନାହିଁ ମାତେ। କାଳ ମହାକାଳ ମୋର ଦାସ, ମୁଁ ସେମାନଙ୍କ ଦ୍ୱାରା ମୋର କାର୍ଯ୍ୟ ସାଧନ କରେ। ହେ ମାତା, ଯୁଦ୍ଧ ଅନିବାର୍ଯ୍ୟ ଥିଲା। ଯେଉଁମାନେ ଚାଲିଗଲେ ସେମାନଙ୍କ ପାଇଁ ଶୋକ କର ନାହିଁ, ବରଂ ଯେଉଁମାନେ ଅଛନ୍ତି ସେମାନଙ୍କୁ ସ୍ୱୀକାର କର ମାତା। ବର୍ତ୍ତମାନକୁ ସ୍ୱୀକାର କର, ଅତୀତ ଦୁଃଖର କାରଣ ହୋଇଥାଏ। କୃଷ୍ଣଙ୍କ ଗଭୀର ଜ୍ଞାନ କଥା ଶୁଣି ଗାନ୍ଧାରୀ ବିଳାପ କରି କହିଲେ, ହେ କୃଷ୍ଣ, ତୁମେ ଏପରି କହିପାରିବ କାରଣ ତୁମେ ମା ନୁହଁ। ତୁମେ କ'ଣ ଜାଣିଛ ମାର ମମତା? ତୁମେ କ'ଣ ଜାଣିଛ ପୁତ୍ର ଶୋକର ପୀଡ଼ା? ତୁମେ କହୁଛ ମୋହ ତ୍ୟାଗ କରିବାକୁ, ଆଉ ଜ୍ଞାନର କଥା କହୁଛ? ତେବେ ଯାଅ, ଥରେ ତୁମ ମା ଦେବକୀଙ୍କୁ ପଚାରିବ ପୁତ୍ର ଶୋକ କ'ଣ। ପଚାରିବ ଦେବକୀଙ୍କୁ କେମିତି ଲାଗୁଥିଲା ଯେତେବେଳେ କଂସ ତାଙ୍କର କଲିଜାର ଟୁକୁଡ଼ାମାନଙ୍କୁ ମାରି ଦେଉଥିଲା। ପଚାରିବ ଯେତେବେଳେ ତାଙ୍କ ଛାତିରୁ କ୍ଷୀର ଝରୁଥିଲା କିନ୍ତୁ ପିଇବାକୁ ପିଲା ନଥିଲେ, ସେତେବେଳେ ତାଙ୍କୁ କେମିତି ପୀଡ଼ା ହେଉଥିଲା। ପଚାରିବ ବସୁଦେବଙ୍କୁ ଥରେ ପଚାରିବ। ଏହି କଥା କହି ଗାନ୍ଧାରୀ ଦମ୍ କରି ଭୂମିରେ ପଡ଼ିଗଲେ। କୃଷ୍ଣ ତାଙ୍କୁ ସମ୍ଭାଳି ତାଙ୍କ ଆଖିରୁ ବହୁଥିବା ଲୁହ ପୋଛିଲେ। ଗାନ୍ଧାରୀ ପୁଣି କାନ୍ଦି କାନ୍ଦି ରୁନ୍ଧା ସ୍ୱରରେ କହିଲେ, କୃଷ୍ଣ, ତୁମ ମା 6ଟି ପୁଅ ହରାଇଛନ୍ତି, ହେଲେ ମୁଁ ମୋର 100 ପୁଅଙ୍କୁ ହରାଇଛି। କୃଷ୍ଣ ଗାନ୍ଧାରୀଙ୍କୁ ପୁଣି ବୁଝାଇ କହିଲେ, କିନ୍ତୁ ମାତା, କୌରବମାନେ ସେହି ପଥ ବାଛିଥିଲେ ଯେଉଁଠି ସେମାନଙ୍କର ପତନ ନିଶ୍ଚିତ ଥିଲା। ମୁଁ କାହାରି କର୍ମକ୍ଷେତ୍ରରେ ହସ୍ତକ୍ଷେପ କରିପାରିବି ନାହିଁ। କର୍ମଫଳ ତ ଭୋଗିବାକୁ ପଡ଼ିବ ହିଁ ମାତେ। ଗାନ୍ଧାରୀ ଲୁହଭରା ଆଖିରେ କୃଷ୍ଣଙ୍କୁ କହିଲେ, କହିବା ସହଜ କେଶବ, କିନ୍ତୁ ମା ପାଇଁ ତାର ପୁଅ ହିଁ ସବୁଠୁ ମହତ୍ତ୍ୱପୂର୍ଣ୍ଣ। ସେ ଯୋଗ୍ୟ ହେଉ ବା ଅଯୋଗ୍ୟ, ମାର ମମତାରେ କିଛି ଫରକ ପଡ଼େ ନାହିଁ। ଯୋଗ୍ୟ ପୁଅର ମୃତ୍ୟୁରେ ଯେତିକି ଦୁଃଖ, ଅଯୋଗ୍ୟ ପୁଅର ମୃତ୍ୟୁରେ ବି ସେତିକି। ମାତା ପାର୍ବତୀ ଦେବୀ ହୋଇ ମଧ୍ୟ ନିଜ ପୁଅ ଗଣେଶଙ୍କ ଶୋକ ସହିପାରିଲେ ନାହିଁ। ହେ କୃଷ୍ଣ, ଥରେ ମା ହୋଇ ଦେଖ, ତେବେ ଜାଣିବ ତୁମର ଗୀତା ଜ୍ଞାନ ମମତା ଆଗରେ କେତେ ଧୈର୍ଯ୍ୟ ଧରିବ। ଲୋକେ କହନ୍ତି ତୁମେ ଆଦି ବ୍ରହ୍ମ। ଯଦି ମୋହ ମମତା ଅଜ୍ଞାନର ପରିଚୟ, ତେବେ ତୁମେ ଏହି ମୋହର ସଂସାର ରଚନା କାହିଁକି କଲ? ବନେଇ ଦେଇଥାନ୍ତ ତୁମର ଜ୍ଞାନୀମାନଙ୍କର ସଂସାର। କ'ଣ ଆବଶ୍ୟକତା ଥିଲା ମୋହ ମମତାର ସଂସାର ରଚନା କରିବାର? ତୁମେ ବି ଜାଣିଛ ତୁମର ଜ୍ଞାନ ନିରସ ଅଟେ, ନିର୍ଜୀବ ଅଟେ, ଏତେ ଯଥାର୍ଥବାଦୀ ଯେ ତାହା ଦ୍ୱାରା ସଂସାର ଚାଲିପାରିବ ନାହିଁ। ସେଥିପାଇଁ ତୁମେ ମୋହ ମମତାର ସାହାରା ନେଉଛ। ଠିକ୍ ସେହି ସମୟରେ ସମସ୍ତ ପାଣ୍ଡବ ସେଠାକୁ ଆସିଗଲେ। କୃଷ୍ଣ ସେମାନଙ୍କୁ ଆଖିରେ ଠାରି କରି ବାହାରକୁ ଯିବାକୁ କହିଲେ, କିନ୍ତୁ ଯୁଧିଷ୍ଠିର ସେ ସଂକେତ ବୁଝିପାରିଲେ ନାହିଁ ଓ ଗାନ୍ଧାରୀଙ୍କ ପାଖକୁ ଯାଇ କ୍ଷମା ମାଗି କହିଲେ, ବଡ଼ମାତା, ଆମେ ଦୋଷୀ ଆପଣଙ୍କର, ଆମେ ଅପରାଧୀ ଆପଣଙ୍କର। ଯଦି ହୋଇପାରିବ ମାତା, ଆମକୁ କ୍ଷମା କରିଦିଅନ୍ତୁ। ଯୁଧିଷ୍ଠିରଙ୍କ କଥା ଶୁଣି ଗାନ୍ଧାରୀ କ୍ରୋଧରେ ଜଳି ଉଠିଲେ। ତାଙ୍କୁ ଦୁର୍ଯ୍ୟୋଧନର ଭଙ୍ଗା ଜଙ୍ଘ, ଦୁଃଶାସନର ଛାତି ଚିରି ରକ୍ତ ପିଉଥିବା ଭୀମର ସ୍ମୃତି ମନେ ପଡ଼ିଗଲା। କୃଷ୍ଣ ବୁଝିଗଲେ ଯେ ଗାନ୍ଧାରୀ ପୁତ୍ର ଶୋକରେ ପାଣ୍ଡବମାନଙ୍କୁ ଅଭିଶାପ ଦେଇପାରନ୍ତି। ସେଥିପାଇଁ ପାଣ୍ଡବମାନଙ୍କ ଠାରୁ ଗାନ୍ଧାରୀଙ୍କ ଧ୍ୟାନ ହଟାଇବାକୁ ବ୍ୟଙ୍ଗରେ କହିଲେ, ହେ ମାତା, ସେହି ଜଙ୍ଘ ଭାଙ୍ଗିବା ଆବଶ୍ୟକ ଥିଲା ଯିଏ ଆପଣଙ୍କ ପୁତ୍ରବଧୂଙ୍କୁ ଅପମାନିତ କରିଥିଲା। ସେହି ଛାତି ଚିରିବା ଆବଶ୍ୟକ ଥିଲା ଯିଏ ଦ୍ରୌପଦୀଙ୍କ କେଶକୁ ଛୁଇଁବାର ଦୁଃସାହସ କରିଥିଲା। ଏମାନଙ୍କର ବିନାଶ ଆବଶ୍ୟକ ଥିଲା, ନଚେତ୍ ମନୁଷ୍ୟ ଏମାନଙ୍କ କୃତ୍ୟକୁ ଆଦର୍ଶ କରି ନେଇଥାନ୍ତା, ଯାହାଦ୍ୱାରା ଏକ ଶିଷ୍ଟ ସମାଜର କଳ୍ପନା ବି କରାଯାଇ ପାରିନଥାନ୍ତା। ହେ ମାତା, ଯାହାଙ୍କ ପାଇଁ ଆପଣ ଶୋକ କରୁଛନ୍ତି ସେମାନେ ଶୋକର ଯୋଗ୍ୟ ନୁହନ୍ତି। କୃଷ୍ଣଙ୍କ କଥା ଶୁଣି ଗାନ୍ଧାରୀ କ୍ରୋଧରେ ଜଳି ଉଠି କଠୋର ସ୍ୱରରେ କହିଲେ, ହେ ମାଧବ, ମୁଁ ଶିବଭକ୍ତିନୀ ଗାନ୍ଧାରୀ ମୋ ପତିବ୍ରତ ଧର୍ମରୁ ସଂଗୃହୀତ ପୁଣ୍ୟଶକ୍ତି ବଳରେ ତୁମକୁ ଅଭିଶାପ ଦେଉଛି। ଯେଉଁପରି କୁରୁବଂଶର ବିନାଶ ହେଲା, ସେହିପରି ସମଗ୍ର ଯଦୁବଂଶର ବି ବିନାଶ ହେଉ। ଗାନ୍ଧାରୀଙ୍କ ଏହି କଥା ଶୁଣି କୃଷ୍ଣ କହିଲେ, ହେ ମାତା, ଏହି ଅଭିଶାପ ତୁମେ ମୋତେ ନୁହେଁ ନିଜକୁ ଦେଇଛ। ତୁମେ ଏବେ ଯାଏଁ ତୁମର 100 ପୁତ୍ରଙ୍କର ସମ୍ପୂର୍ଣ୍ଣ ଶୋକ ବି କରିନାହଁ, ଆଉ ଆଜି ଆଉ ଏକ ପୁତ୍ରକୁ ଅଭିଶାପ ଦେଇଦେଲ। ହେ ମାତା, କ'ଣ ତୁମେ ମୋର ମୃତ ଶରୀର ଦେଖିପାରିବ?
ମୋତେ ତୁମର ଅଭିଶାପ ସ୍ୱୀକାର, କାରଣ ନା ମୋର ମୃତ୍ୟୁ ଅଛି, ନା ଜନ୍ମ, ନା ଏହି ଶରୀର ସହ ମୋର କୌଣସି ପ୍ରେମ ଅଛି। ମାତେ, ତୁମର ଏହି ଶରୀର ପ୍ରତି ପ୍ରେମ ଅଛି, ଆଉ ତୁମେ ଅଭିଶାପ ଦେଇ ନିଜକୁ ପୁଣି ଦୁଃଖ ସାଗରରେ ବୁଡ଼ାଇ ଦେଲ। କୃଷ୍ଣଙ୍କ ଏହି କଥା ଶୁଣି ଗାନ୍ଧାରୀ ନିଜର କୃତ୍ୟକର୍ମ ପାଇଁ ପଶ୍ଚାତାପ କରି କହିଲେ, ହେ ଗୋବିନ୍ଦ, କୁରୁବଂଶକୁ ରକ୍ଷା କରିପାରିଲ ନାହିଁ, ହେଲେ ଯଦୁବଂଶକୁ ରକ୍ଷା କରିଦିଅ, ମୁଁ ତୁମଠାରୁ ଭିକ୍ଷା ମାଗୁଛି। କୃଷ୍ଣ ଗାନ୍ଧାରୀଙ୍କୁ କହିଲେ, ହେ ମାତେ, ଯେପରି ମୁଁ କୁରୁବଂଶୀୟଙ୍କ କର୍ମରେ ନିଜର ପ୍ରଭାବ ଜମାଇ ନାହିଁ, ସେହିପରି ମୁଁ ଯଦୁବଂଶୀୟଙ୍କ କର୍ମକ୍ଷେତ୍ରରେ ମଧ୍ୟ ନିଜର ପ୍ରଭାବ ସ୍ଥାପନ କରିବି ନାହିଁ। ଯଦୁବଂଶୀ ମଧ୍ୟ ନିଜର କର୍ମଫଳ ଭୋଗିବେ, ଯେପରି କୁରୁବଂଶୀୟମାନେ ଭୋଗିଲେ। ଅତଏବ ହେ ମାତା, ମୁଁ କୌଣସି ସ୍ଥିତିରେ ଧର୍ମ ତ୍ୟାଗ କରିପାରିବି ନାହିଁ। ଅଶ୍ୱତ୍ଥାମାଙ୍କ ରହସ୍ୟ ଜାଣିବା ପାଇଁ ଏହି ଭିଡ଼ିଓରେ କ୍ଲିକ୍ କରନ୍ତୁ। ହର ହର ମହାଦେବ।